ସାଇବର ସଚେତନତା ଅଭିଯାନ 2025। ସାଇବର ସଚେତନତା ଅଭିଯାନ 2025 ଅନ୍ତର୍ଗତ ରାଉରକେଲା ପୋଲିସ ମେଗା ବିଶେଷ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ନାଗରିକମାନଙ୍କ ମଧ୍ୟରେ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ରାଜ୍ୟବ୍ୟାପୀ ପଦକ୍ଷେପ। ଗତ ଏକ ମାସ ମଧ୍ୟରେ ଏହି ଅଭିଯାନର ଅଂଶ ଭାବରେ ସାରା ସହରରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଗୁଡ଼ିକ ହେଲା ସ୍କୁଲ, କଲେଜ ଏବଂ ସାର୍ବଜନୀନ ସ୍ଥାନରେ ସଚେତନତା ଅଭିଯାନ, ସାଇବର ବିପଦ ଏବଂ ନିରାପଦ ଅନଲାଇନ୍ ଅଭ୍ୟାସ ବିଷୟରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷାନୁଷ୍ଠାନ, ବଜାର ଏବଂ ସାର୍ବଜନୀନ କ୍ଷେତ୍ରରେ ବ୍ୟାପକ ପ୍ରସାର କାର୍ଯ୍ୟକ୍ରମ। ଇ ସୁରକ୍ଷା ସମ୍ବାଦ ପୋଲିସ ଅଫିସରଙ୍କ ଦ୍ୱାରା ସାଇବର ଠକେଇ ସଚେତନତା ଏବଂ ନିବାରଣ ଉପରେ ନାଗରିକଙ୍କ ସହ ଭାବ ବିନିମୟ, ସାଇବର ୱାକାଥନ୍ ଉଦ୍ଘାଟନୀ ସମାରୋହ, ଷ୍ଟିକର ସେ ସୁରକ୍ଷା, 100 ଫୁଟ ସାଇବର ଆଲର୍ଟ, ଓଡ଼ିଶାରେ ସବୁଠାରୁ ବଡ଼ 100 ଫୁଟ ସାଇବର ସଚେତନତା ବ୍ୟାନର ପ୍ରଦର୍ଶିତ, ସାଇବର ଗଟ୍ ଟ୍ୟାଲେଣ୍ଟ, ମୋବାଇଲ ହଣ୍ଟ ସାଇବର ସୁରକ୍ଷା ଚ୍ୟାଲେଞ୍ଜ, ଏକ ସହରବ୍ୟାପୀ ଚ୍ୟାଲେଞ୍ଜ ଯେଉଁଠାରେ ନାଗରିକମାନେ ଏକ ଲୁଚି ରହିଥିବା ମୋବାଇଲ ଖୋଜିଥିଲେ ଏବଂ ଏହାକୁ ଜିତିବା ପାଇଁ ଏକ ସାଇବର ସୁରକ୍ଷା ବାର୍ତ୍ତା ପଢ଼ିବାକୁ ପଡ଼ିଥିଲା। ସାଇବର ସାଥୀ ପ୍ରୟାସ ରାଉରକେଲାରେ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର, ପ୍ରସିଦ୍ଧ ଖାଦ୍ୟ ସ୍ଥାନ ଏବଂ ନାଗରିକମାନେ ସୋସିଆଲ ମିଡ଼ିଆରେ ସାଇବର ସଚେତନତା ବାର୍ତ୍ତାକୁ ବୃଦ୍ଧି କରିବା ପାଇଁ ରାଉରକେଲା ପୋଲିସ ସହିତ ସହଯୋଗ କରିଥିଲେ। 24 ଘଣ୍ଟା ସାଇବର ସହନଶୀଳତା ଦୌଡ଼, ମୋବାଇଲ ସାଇବର କ୍ଲିନିକ, ସ୍କୁଲ ସ୍ତରୀୟ ବିତର୍କ ପ୍ରତିଯୋଗିତାମାନ ସମ୍ପନ୍ନ ପରେ ମେଗା ସାଇବର ସଚେତନତା କାର୍ଯ୍ୟକ୍ରମ ରାଉରକେଲାର ସିଭିକ ସେଣ୍ଟରଠାରେ ଗତ 25 ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀ, ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଶ୍ରୀ ବ୍ରିଜେଶ କୁମାର ରାୟ, ରାଉରକେଲା ଏସ୍ପି ଶ୍ରୀ ନିତେଶ ୱାଧୱାନୀ, ଏଡିଏମ୍ ଆର୍ଏମ୍ସି କମିଶନର ଦୀନା ଦସ୍ତଗୀରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ତନ୍ତୀ କହିଲେ ଯେ ସାମାଜିକ ଜୀବନରେ ସାଇବର ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରତ୍ୟେକ ନାଗରିକ ସଚେତନ ରହିଲେ ସାଇବର ଅପରାଧକୁ ଦୂର କରିହେବ ବୋଲି ସେ କହିଥିଲେ। ଏସ୍ପି ରାଉରକେଲା ନିତେଶ ୱାଧୱାନୀ ସାଇବର ସୁରକ୍ଷାରେ ସଚେତନତା କାହିଁକି ଆବଶ୍ୟକ ତାହା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ଏହି ଅବଧିରେ ରାଉରକେଲା ପୋଲିସ ସର୍ବାଧିକ ଲୋକଙ୍କ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ପହଞ୍ଚାଇ ପାରିଛି। କାର୍ଯ୍ୟକ୍ରମରେ ଅଲିଉଡ୍ ସଙ୍ଗୀତ ଶିଳ୍ପୀ ମୃଣ୍ମୟୀ ଏମ୍ଏସ୍ ଗୀତ ପରିବେଷଣ କରିଥିଲେ। ପରେ କମେଡ଼ିଆନ୍ ସତ୍ୟବ୍ରତ ମହାପାତ୍ର ତାଙ୍କର ହାସ୍ୟ ରସରେ ଦର୍ଶକମାନଙ୍କ ମନୋରଞ୍ଜନ କରିଥିଲେ। ଶେଷରେ ସାଇବର ଗଟ୍ ଟ୍ୟାଲେଣ୍ଟର ଫାଇନାଲିଷ୍ଟମାନେ ତାଙ୍କର କଳା ପ୍ରଦର୍ଶିତ କରିଥିଲେ। ରାଉରକେଲା ପୋଲିସ ସହରରେ ସାଇବର ସୁରକ୍ଷାକୁ ସୁଦୃଢ଼ କରିବାରେ ନିରନ୍ତର ସହଯୋଗ କରୁଥିବା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ସଂଗଠନ, ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର, ମିଡ଼ିଆ ବନ୍ଧୁ ଓ ରାଉରକେଲାବାସୀଙ୍କୁ ଧନ୍ୟବାଦ ଦିଆଯାଇଥିଲା। ବ୍ୟୁରୋ ନ୍ୟୁଜ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।